ବାପା ବାପା ଶୁଣିଲ ଟିକେ। କଣ ହେଲା ବାପା? ଆରେ ବାପା ମୋ ପୁଅକୁ ଟିକେ ଫୋନ କରିଦେଲ। ନାଇଁ ମୋ ପୁଅକୁ ଟିକେ ଫୋନ ଟା ଟିକେ ବାପା ନିଅନ୍ତୁ। ଦୀପକ ତୋ ବାବା କଲ୍ କରୁଛି। ହ୍ୟାଲୋ। ମୋ ଫୋନରେ ତା ବୋପାର କଲ୍ ଆସୁଛି। ଯାହା ପାଇଟା ବୁଝିବି। ବାପା 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 ବାହାର ଆସ ବାପା। ଆରେ କଣ ହେଲା ଏତେ ପାଟି କରୁଛୁ? କହିଲେ କଣ ନା କଣ ପାର୍ଟି କରୁଛି? ତମକୁ ଗୋଟେ ଫୋନ ମାଗିଲି 3 ମାସ ପରେ ଗୋଟେ କିପ୍ୟାଡ ମୋବାଇଲ ଦେଲ। ଶେଷରେ ଗାଁରୁ ଯାଇ ଭୁବନେଶ୍ୱର ଭଡା ରହିଛି। ଘର ମାଲିକ କହିଲା ମୋବାଇଲ ଘରେ ଆଇଲି କଣ ରହୁଛୁ? ମୁଁ ସେ ବିଷୟରେ କିଛି ଜାଣିନି। ମତେ ତମେ ଗାଡି ଦରକାର। କେମିତି ଆଣିବ ମୁଁ ସେଇଟା ଜାଣିନି। ମତେ ଗାଡି ଦରକାର। ଆରେ ବାପା ଦୀପକ ମୁଁ କି ଶୁଣାଇଛ କଣ ହେଲା? ଆରେ ବାପା ଗାଡିଟା କେତେ ଟଙ୍କା ହବ? ଲକ୍ଷେ ଟଙ୍କା ପଡିବ ବାପା। ଲକ୍ଷେ ଟଙ୍କା ଗାଡି। ଆରେ ଲକ୍ଷ ଟଙ୍କା ମୁଁ କୋଉଠୁ ଆଣିବି? ତମେ କୋଉଠୁ ଆଣିବ ମୁଁ ଜାଣିନି ବାପା। ଶେଷ ତମେ କିଣିବି କି ମତେ ଗାଡି ଦରକାର। କିନ୍ତୁ ମୁଁ କିଛି ଜାଣିନି। ମତେ ଗାଡି ଦରକାର। ଯଦି ମତେ ଗାଡି ନବ ମୁଁ ଏ ଘରୁ କେବେ ଆସିବି ନାହିଁ। ଆରେ ବାପା ଦୀପକ ଆରେ ବାପା ଶୁଣୁ ଆରେ ମୋ କଥା ଶୁଣୁ। ଯେମିତି ହଉ ମୋ ପୁଅକୁ ଗାଡି ଖଣ୍ଡେ ଦରକାର। ଯଦି ସେ କିଛି ଭୁଲ କାମ କରିଦିଏ